ओके। गुड इवनिंग स्टूडेंट। अगेन समस्त क्वेश्चन, समस्त मो वॉइस क्लियर अच्छे। देखो, बर्तमान मु जो डिस्कशन तुम सहित करी तो आउ 15-20 मिनट लगे। जे तुम गोटे पूर्व क्लास करुले किसी पिला माने बहुत माने बोरिंग हो जे एते समय क्लास हेलानी एबे आउ थे क्लास हम किसी असुविधा नहीं। किंतु ए क्लास तुम इम्पोर्टेंट कहीं जे गोटे स्टूडेंट जिते गोटे आंसर राइटिंग करे तो मन भर क्वेश्चन आसे जे सर मु केमती आंसर राइटिंग करी। ଆପଣ ଯେତେବେଳେ ଦେଇ ଦଉଛନ୍ତି ଦେଇଦେଲା ପରେ ମତେ ଲାଗୁଛି ହଁ ମତେ ଆସିଯିବ, କିନ୍ତୁ ସେ ଜିନିଷଟା ମୋ ମାଇଣ୍ଡ କି କାହିଁକି ଆସୁନି ଯେ ମୁଁ ଏମିତି ଲେଖିବା ଦରକାର। ଇଏ ଶୁଣୁ, ମୁଁ ଯୋଉ ପଏଣ୍ଟ କହୁଛି ତମ ମାଇଣ୍ଡରେ ଏଇ କ୍ୱେଶ୍ଚନ ଆସୁଛି କି ନାହିଁ ମତେ କହିବେ। କାହିଁକି ନା ଏ କ୍ୱେଶ୍ଚନର ସଲ୍ୟୁସନ ଯଦି তুমি କରିଦେଲ ତେବେ ତାହେଲେ ଏକ୍ସାମ କ୍ଲିୟର କରିବା ତମ ମାନଙ୍କ ପାଇଁ ସହଜ ହେଇଯିବ। ତମ ମାଇଣ୍ଡରେ ପ୍ରଥମ କ୍ୱେଶ୍ଚନ ଆସୁଛି ଯେ ସାର୍ ଆପଣ ଥିଓରି ପଢେଇଲେ, ମୁଁ ଥିଓରି ପଢିଦେଲି, ସମ୍ପୂର୍ଣ୍ଣ ପଢିଦେଇଛି। ଆପଣ କିନ୍ତୁ କ୍ୱେଶ୍ଚିନ୍ ଦେଲା ବେଳକୁ ମୁଁ କରିପାରୁନି। এটা হচ্ছে কমন কোশ্চিন এভরিওয়ান। কিন্তু ଆପଣ ଯେତେବେଳେ ସେଇ କୋଶ୍ଚିନ୍କୁ ଡିସ୍କସନ୍ କରୁଛନ୍ତି ମତେ ତାହେଲେ ଆସିଯାଉଛି, କିନ୍ତୁ ଆଉ ଗୋଟେ ଯେତେବେଳେ କୋଶ୍ଚିନ୍ ଦଉଛନ୍ତି ମୋ ମାଇଣ୍ଡକୁ ଆସୁନି ଯେ ମୁଁ କଣ ଲେଖିବି। ହଁ କି? ଏ ପଏଣ୍ଟ ଉପରେ ଆଜି ଆମେ ଡିସ୍କସନ୍ କରିବା ଏ ଜିନିଷରୁ କେମିତି ଆମେ ସଲ୍ଭ ପାଇବା। ଇଟ୍ ଇସ୍ ଏ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। କାହିଁକି ନା ଆକୁ ଯଦି ତୁମେ ଏବେ ଆ ପ୍ରତି କାମ ନ କରିବ ଇନ୍ ଫ୍ୟୁଚରରେ ତମ କତିରେ ନଲେଜ ଥିବ, ତମ କତିରେ ନଲେଜ ଥିବ, ତମ କତିରେ ଟ୍ୟାଲେଣ୍ଟ ଅଛି, ଏଭ୍ରିଥିଙ୍ଗ ତମ କତିରେ ଅଛି, କିନ୍ତୁ ତମେ ଇମ୍ପ୍ଲିମେଣ୍ଟ କରିପାରିବନି। ତୁମେ ଇମ୍ପ୍ଲିମେଣ୍ଟ କରିପାରିବନି। ଆଚ୍ଛା, ଲଲିପମ୍ ଦେଖିଛ? ଲଲିପମ୍, ଲଲିପମ୍ ଦେଖିଛ? ଲଲିପମ୍, ଲଲିପମ୍ ଉପରେ ଗୋଟେ ଜରି ଗୁରା ହେଇଥାଏ। ଲଲିପମ୍ ଉପରେ ଗୋଟେ ଜରି ଗୁରା ହେଇଥାଏ। ଯଦି ସେ ଲଲିପମ୍ ଟା କେମିତି ଆମେ ଖାଇବା କଥା ଆମେ ନ ଜାଣିପାରିବା, ଜରି ପାଟିରେ ପୁରେଇଲେ ମଧ୍ୟ ତା ସ୍ୱାଦ ଆମକୁ ଜଣା ପଡିବ। ଆମେ ସେ ଲଲିପମ୍ ଯଦି ଖାଇବା ଟ୍ରିକ୍ ଆମ ପାଖରେ ଥିବ, ମୁଁ ଜରି ଖୋଲିଲି ତାପରେ ଖାଇଲି, ତାହେଲେ ମୁଁ ସେ ସ୍ୱାଦ ଜାଣିପାରିବି। ଠିକ ସେଇଭଳି ଲଲିପମ୍ ତମ ହାତରେ ଅଛି, ନଲେଜ ଅଛି, ଥିଓରି ଅଛି, ମୋ ଗାଇଡାନ୍ସ ଅଛି, ସବୁ କିଛି ଅଛି, କିନ୍ତୁ ଖାଇବାଟା ତମେ ଶିଖିନ। ସେ ଖାଇବାଟାକୁ ଆଜି ମୁଁ ଶିଖେଇବି। ମୁଁ ତୁମମାନଙ୍କର ବର୍ତ୍ତମାନ କୋଉ କ୍ଲାସ ନେଉଛି, ଯୋଉଟା କି ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ ଆମର ଯୋଉ ବ୍ୟାଚ୍ ଚାଲିଛି 2026 ପାଇଁ ଓଡ଼ିଆ ଆଉ ଇଂଲିଶରେ, ଆଉ ମେନ୍ ପାଇଁ ଯୋଉ ବ୍ୟାଚ୍ ଚାଲିଛି ରାପିଡ ଫାୟାର। ତମର ବର୍ତ୍ତମାନ ମୁଁ GS4 ବା ଯାହା ଆମେ ଏଥିକ୍ସ କହୁଛି ଆଉ GS2 କ୍ଲାସକୁ କଣ୍ଟିନ୍ୟୁ କରୁଛି। ଓକେ, GS2 ରେ ଆମେ କଣ ପଢି ସାରିଲେଣି? ବର୍ତ୍ତମାନ ଆମେ ପଢିଥିଲେ ଗଭର୍ନାନ୍ସ ଗୋଟେ ଟପିକ ପଢିଛେ, ଦ୍ୱିତୀୟ ହଉଛି ଇଣ୍ଟର ଷ୍ଟେଟ ରିଲେସନ ପଢିଛେ, ଆଉ ଗୋଟେ ତୃତୀୟ କଣ ପଢିଛେ ନା ଗୋଟେ ସିଭିଲ ସର୍ଭିସ ରେ ଗୋଟେ ଏକ୍ସାମ ରେ ଡେମୋକ୍ରାସି ଇନ୍ ସିଭିଲ ସର୍ଭିସ, ସିଭିଲ ସର୍ଭାଣ୍ଟ ଇନ୍ ଏ ଡେମୋକ୍ରାସି ରେ ଭୂମିକା କଣ, ଏସବୁ ପଏଣ୍ଟ ଆମେ ଡିସ୍କସନ କରିଛେ। তুমি অলরেডি পড়ি সারিছ। এথিক্স ମୁଁ ତୁମକୁ କଣ ପଢେଇଛି? ଇଣ୍ଟ୍ରୋଡକ୍ସନ ପଢେଇଛି, ଡିଟରମିନାଣ୍ଟସ ଅଫ ଏଥିକ୍ସ ପଢାଇଛି, ତୁମକୁ ଏସେନ୍ସ ଅଫ ଏଥିକ୍ସ ପଢାଇଛି, ଏସବୁ ଜିନିଷ ପଢାଇଛି। କିନ୍ତୁ ଫିର ବି ତୁମ ମାଇଣ୍ଡରେ ଏବେ ବି କ୍ୱେଶ୍ଚନ ଆସୁଛି ଯେ ଆମେ ଆନ୍ସର ରାଇଟିଂ କେମିତି କରିବା। ଦେଖ, ଏ ରୁଲକୁ ଫଲୋ କରିବ ଅପ୍ ଟୁ ଏକ୍ସାମ ପର୍ଯ୍ୟନ୍ତ। ପ୍ରଥମ କଥା, କେହି ବି ହଉ, ଯେହେତୁ ଆମେ ଗୋଟେ ମିଡିୟମରୁ ବିଲଙ୍ଗ କରୁଛେ, ହଠାତ୍ କିନା ଆନ୍ସର ରାଇଟିଂ କରିବା ଆମ ପାଇଁ ଡିଫିକଲ୍ଟ ହେଇଯିବ। କିନ୍ତୁ ମୁଁ ଗୋଟେ ଏକ୍ସାମ୍ପଲ ଦେବି। ମୁଁ ତୁମକୁ ଯେତେବେଳେ ଗଭର୍ନାନ୍ସ ପଢେଇଥିଲି, ଯେ ଗଭର୍ନାନ୍ସ କଣ, ଗୁଡ ଗଭର୍ନାନ୍ସ କହିଲେ କଣ ବୁଝିବ, ଇ ଗଭର୍ନାନ୍ସ କହିଲେ କଣ ବୁଝିବ, ଡିଜିଟାଲ ଗଭର୍ନାନ୍ସ କହିଲେ କଣ ବୁଝିବ, ଏସବୁ ଉପରେ ପଢେଇଲି। ଯେତିକି ତାର ଥିଓରି ଅଛି, ପ୍ରଥମେ ତୁମକୁ ଏ ଥିଓରିକୁ ଭଲସେ ପଢିବାର ଅଛି। ତାହେଲେ ନମ୍ବର ୱାନ ପଏଣ୍ଟ ହଉଛି କଣ, ଥିଓରିକୁ ଭଲସେ ପଢିବାର ଅଛି। ଯେତେବେଳେ ଗୋଟେ ଷ୍ଟୁଡେଣ୍ଟ ଥିଓରିକୁ ଭଲସେ ପଢି ପାଇଲେ ସେତେବେଳେ ସେ କଣ କରିବ, ଗୋଟେ ଖାତା ରଖିବ, ଏଇଭଳି ଖାତା। ଏ ଖାତାର ହେଡିଂ ଦବ GS2, ତା ଉପରେ ଲେଖିବ ହଉଛି କଣ ନା ଗଭର୍ନାନ୍ସ। ଚେଷ୍ଟା କରିବ ଚଟି ଖାତା କରିବା ପାଇଁ, ମୋଟା ଖାତା କରିବନି। କାହିଁକି ଚଟି ଖାତା କରିବା ପାଇଁ କହୁଛି ନା GS2 ର ଛୋଟ ଛୋଟ ଟପିକ ଅଛି, ଗଭର୍ନାନ୍ସ ଅଛି, ଇଣ୍ଟରଷ୍ଟେଟ ରିଲେସନ ଅଛି, ପଲିଟି ଅଛି, ଏମିତି ସବୁ ଅଲଗା ଅଛି, ସମସ୍ତ ପାଇଁ ଅଲଗା ଅଲଗା କରିବେ। ସପୋଜ ଗଭର୍ନାନ୍ସ ପାଇଁ ଗୋଟେ ଚଟି ଖାତା ହବ। ମତେ କୁହ ପିଲେ, ଗଭର୍ନାନ୍ସକୁ ନେଇକିରି କେତେଟା ଗ୍ରାଉଣ୍ଡରେ କ୍ୱେଶ୍ଚିନ୍ ହେଇପାରିବ? ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ 4 ରୁ 5ଟା ଗ୍ରାଉଣ୍ଡରେ ହେଇପାରିବ। କଣ କି এই 4 ରୁ 5ଟା ଗ୍ରାଉଣ୍ଡର କ୍ୱେଶ୍ଚିନ୍ ମୁଁ ତୁମମାନଙ୍କୁ ଦେବି।
উইথ आंसर सहित उइथ डिस्कशन सहित किंबा तुम ड्यूटी होची जो क्वेश्चन जो ग्राउंड रोची से ग्राउंड को क्वेश्चन को लिखिबार अछि तार आंसर राइटिंग करे अछि तले ए जो चट्टी खाता रे तुम से ऊपर हेडिंग देला क्वेश्चन क्वेश्चन को कौन करो आंसर लिखिलो जो आंसर टा मिनिमम 300 रु 350 भितर हबा दरकार तुम थ्योरी खाता अलग रहिला क्वेश्चन आंसर खाता अलग रहिला मोर कहया कथा ए जो खाताटी जो खातार ना होची GS2 गवर्नेंस खाता अछि जो पांचटा ग्राउंड रे मु क्वेश्चन लिखिली तार अर्थ मो माइंड रे पळे आसिला जे क्वेश्चन केमती लिखा जाय कॉन्फिडेंट मो माइंड रे पळे आसिला क्वेश्चन केमती लिखा जाय ଯେତେବେଳେ ଆମେ ପାଞ୍ଚଟା କ୍ୱେଶ୍ଚିନ୍ ପରେ ତମକୁ ଆଉ ଗୋଟେ କ୍ୱେଶ୍ଚିନ୍ ଦେବି ଏବେ ତମେ ଲେଖିପାରିବ କାହିଁକି ନା ତମ କତିରେ ପାଞ୍ଚଟି କ୍ୱେଶ୍ଚିନ୍ ର ଡାଇଗ୍ରାମ ଅଛି ପାଞ୍ଚଟି କ୍ୱେଶ୍ଚିନ୍ ର ଫର୍ମାଟ ଅଛି ପାଞ୍ଚଟି କ୍ୱେଶ୍ଚିନ୍ ର କେମିତି ଲେଖାଯାଏ ଆଇଡିଆ ଅଛି ତାପରେ ତମେ ଯାଇକି ଗୋଟେ ଭଲ ଆନ୍ସର ରାଇଟିଂ କରିପାରିବ ହଠାତ୍ କିନା ଚାହିଁଲେ କେବେ ବି କରିପାରିବନି ହଠାତ୍ କିନା ଚାହିଁଲେ କେବେ ବି କରିପାରିବନି ବୁଝିପାରିଲ ଆଉ ଥରେ ତାକୁ ଏକ୍ସାମ୍ପଲ ଦେଇ ବୁଝଉଛି ଆଉ ଥରେ ସପୋଜ ଏବେ ଆମେ ପଢୁଛେ डेमोक्रेसी इन सिविल सर्विस बा सिविल सर्विस इन डेमोक्रेसी साधारणतः केतेटा ग्राउंड अछि तीनटा ग्राउंड अछि प्रथम होछि जे सिविल सर्वेंट रे डेमोक्रेसी रो भूमिका कौन पाई सेमान पाई दरकार वेट करो आउ थरे तुमको क्लियर करछि कहने जिंसटा होछि से जिंस बुझिया पे डिफिकल्ट हो द्वितीय पॉइंट होछि कोन जे आरो माने जहा को जे कोन बैरियर बा जहा का कहि परिबा प्रॉब्लम सब कोन रहिछि जहा का कहि परिबा जे माने बैरियर हिसाब को जिंस रहुछि तृतीय पॉइंट होछि कोन सॉल्यूशन जे सॉल्यूशन माने रिफॉर्म कोन आनि अछि रिफॉर्म कोन आनि अछि ए तीनोटी का जति मु तमे कौन कल ना इंटरेस्ट बोले सिविल सर्विस इन डेमोक्रेसी रो गोटे चट्टी खाता नलो तार थ्योरी लिखिदेव थ्योरी लिखि सारा पर आइदर ता पछपट हो बा जहा पर ए तीनोटी जाक पॉइंट रो क्वेश्चन मु तुमको तीनटा देली आज तुमको देइथिल जे ना रिफॉर्म ऊपर गोटे क्वेश्चन आउ गोटे देवी जोटा कि तुम बैरियर अच्छी कौन बा तुम प्रोब्लेम सब कौन होची ता ऊपर गोटे क्वेश्चन आउ गोटे क्वेश्चन होची गोटे सिविल सर्विस रो डेमोक्रेसी रो भूमिका कौन तीनोटी जाक क्वेश्चन खाता लिखिदेव मोर कहया कथा तार तुम को माने को ग्राउंड रे क्लियर होला थ्योरी क्लियर होला आउ गोटे ग्राउंड रे क्वेश्चन आंसर क्लियर होला एबे जब एग्जाम हॉल रे बसिबो गोटे क्वेश्चन आसला डेमोक्रेसी सिविल सर्विस इन डेमोक्रेसी एबे तुम लिखि परिबोनी तो को तो केन तुम उठे फॉर्मेट अछि केमती लेखा जाय तुम सिखिछ आ ताको रिवीजन भी करिछ आ गोटे साइड रे तुम थ्योरी अछि एबे मते को पिला लिखि परिबोनी समस्त लिखि परिबे आमे भाबू थ्योरी हे गला माने मोर ए जिंस हे जो केबे भी थ्योरी हे गला परे इट विल बी टेक टाइम तुमको से भलो आंसर लिखिया पाई तल तमे बे कोन करे अछि तुमको से मॉड्यूलर क्वेश्चन ऊपर इंप्लीमेंट करो मॉड्यूलर क्वेश्चन ऊपर से थ्योरी टे को इंप्लीमेंट करो जहा द्वारा तुम जानि पाइलो जे एक्चुअली एई भली लिखा जाए एक्चुअली एई भली लिखा जाए पिला माने कोन करंती उल्टा करंती जेहेतु आमे हमको राइट डायरेक्शन इट दिया जाएनी कोनोसी टीचर हो प्राय तो ए डायरेक्शन पिला को सिखा देनी जे एमती करियर अछि क्वेश्चन माने थ्योरी पढेले क्वेश्चन दे देले देखो ना आमे तीनटा जिंस अप्लाई करबा नंबर 1 जिंस थ्योरी नंबर 2 मॉड्यूलर क्वेश्चन केतेटा ग्राउंड रे पारि नंबर 3 होछि आ भितु तो क्वेश्चन आसे जीवो पड़े तमे ये तो शॉर्ट क्वेश्चन नो ना लॉन्ग क्वेश्चन ए जो कांसेप्ट मु चारटा लिखि छी आर भीतर ही क्वेश्चन आसे एग्जैक्टली एथिक्स कथा एथिक्स रे केतेटा ग्राउंड अछि तीनटा ग्राउंड गोटे एथिक्स गोटे होची एप्टीट्यूड आउट होची इंटीग्रिटी जदि गोटे पिला को मु एथिक्स रो ऊपर 30 टा क्वेश्चन एप्टीट्यूड ऊपर 20 टा क्वेश्चन इंटीग्रिटी ऊपर 20 टा क्वेश्चन 20 कर 40 माने 70 टा क्वेश्चन से प्रैक्टिस कला मु चैलेंज दे तुमको अछि से 180 स्कोर करबो एथिक्स रे आ बाहर ही ग्राउंड नथिबो हो कि ना मते को पिले आ बाहर आ ग्राउंड थिबो कि सपोज मु तुमको डेमोक्रेसी ऑफ एथिक्स पढ़ाई थी से डेमोक्रेसी ऑफ एथिक्स को नहीं करी सॉरी डेमोक्रेसी को डिटरमिनेंट्स ऑफ एथिक्स पढ़ाई थी ताकू नहीं गोटे लॉन्ग क्वेश्चन देइछे जोटा कि डिस्कशन करनी फिलहाल आज तो टाइम हे परबो काली मु करे देबी एक्स्ट्रा क्लास नहीं करी कत को से क्लास डिस्कशन पर डिटरमिनेंट्स ऑफ एथिक्स को नहीं करी आ गोटे दीटा क्वेश्चन देला पर आ कोनोसी भी क्वेश्चन यदि एग्जाम आसे तुम लिखि परिबोनी क्वेश्चन रो तरीका ही पारे डिफरेंट कि ता भीतर जो अच्छी सारांश समस्त समान
এই ରୁଲ କୁ ଫଲୋ କର, ଯୋଉଟା କି ପିଲାମାନେ ବୁଝିପାରନ୍ତି ଯେ ଆମକୁ ଘୋଷିବାର ଅଛି ନା, ମତେ ଘୋଷିବାର ଅଛି କି କିଛି କରିବାର ଅଛି, କିଛି ଲିମିଟେଡ ଗ୍ରାଉଣ୍ଡ ବେସ୍ କର। ସପୋଜ ମୁଁ ତମକୁ ଇଣ୍ଟର ଷ୍ଟେଟ ରିଲେସନ ଦେଖ, ଏଇଠି ତମେ ଆଉ ଟିକେ କ୍ଲିୟର ହବ। ଇଣ୍ଟର ଷ୍ଟେଟ ରିଲେସନରେ କେତେଟା ଗ୍ରାଉଣ୍ଡ ଅଛି? ଗୋଟେ ଅଛି ଲ୍ୟାଣ୍ଡ କୁ ନେଇକି ଆମକୁ ପ୍ରୋବ୍ଲେମ ଅଛି, ଗୋଟେ ୱାଟର କୁ ନେଇ ପ୍ରୋବ୍ଲେମ ଅଛି, ଆଉ ଗୋଟେ ହଉଛି ଟ୍ରେଡ କୁ ନେଇ। ଆ ପରେ ଆଉ କିଛି ପ୍ରୋବ୍ଲେମ ଅଛି କି? ଗୋଟେ ଲ୍ୟାଣ୍ଡ ବା ବାଉଣ୍ଡ୍ରିକୁ ନେଇ ପ୍ରୋବ୍ଲେମ, ଗୋଟେ ୱାଟରକୁ ନେଇ ପ୍ରୋବ୍ଲେମ, ଆଉ ଗୋଟେ ଟ୍ରେଡକୁ ନେଇ। ଯଦି ସବୁ ସବୁ ଉପରେ ଗୋଟେ ଲେଖା ଆମେ ଲଙ୍ଗ କୋଶ୍ଚିନ୍ ଲେଖିଦେଲେ ଆମକୁ ପ୍ରୋବ୍ଲେମ ହବ କି? ତ ସେଇଭଳି ହିସାବରେ ତମେ ନୋଟଟାକୁ ସେଇଭଳି ବନେଇବ। ଯଦି ଗୋଟେ ଟପିକ ପାଇଁ ଗୋଟିଏ ନୋଟ କରୁଛୁ, ତା ପଛପଟେ କୋଶ୍ଚିନ୍ ଲେଖ, କିଛି ଗ୍ୟାପ୍ ଛାଡ଼ିଦବ ଆଉ କିଛି ଏକ୍ସଟ୍ରା ନୋଟ ଲେଖିବା ପାଇଁ, ତା ପରେ ପରେ ଆମ କୋଶ୍ଚିନ୍ ଆନ୍ସର କରିବ। ଆଉ ଦ୍ୱାରା କଣ ହବ ନା ତମକୁ ଆଇଡିଆ ଆସିଗଲା ଯେ କୋଶ୍ଚିନ୍ ଏଇଭଳି ଆସିବ, ଆଉ ବାହାର ଆଉ ହେଇପାରିବନି। ପୂର୍ବ ବର୍ଷ ସହିତ କୋଶ୍ଚିନ୍ ପେପର ସହିତ ଲିଙ୍କ କରି ଦେଖିପାରିବ ଯେ ଏଇଭଳି। ତ ସେଥିପାଇଁ ମୁଁ ପ୍ରତ୍ୟେକ ଟପିକ ୱାଇଜ ତମକୁ ଯେତେବେଳେ ପଢଉଛି ତା ଉପରେ ଲଙ୍ଗ କୋଶ୍ଚିନ୍ ଦଉଛି ଯେ ଏଇ ଟପିକ ହଉଛି ଏୟା, କୋଶ୍ଚିନ୍ ଆସିବ ଏୟା। ଏଇ ଫର୍ମାଟରେ ପ୍ରିପେୟାର ହୁଅ। ଆଜି ବି ଦଉଛି କହୁଛି ପ୍ରିଲିମ କ୍ଲିୟର କରିବା ସତରେ ଡିଫିକଲ୍ଟ, କିନ୍ତୁ ମେନରେ ସ୍କୋର କରିବା ଆକ୍ଚୁଆଲି ରିଅଲିଟି କହୁଛି ବହୁତ ସହଜ, ଯଦି ତୁମେ ପ୍ରପର ଡିରେକ୍ସନ ପାଇଗଲ। କାହିଁକି ନା ପ୍ରିଲିମରେ କୋଉଠୁ କୋଶ୍ଚିନ୍ ଆସିବ କିଛି ଜଣା ନଥାଏ। ଆମକୁ ବହୁତ ସାରା ପଏଣ୍ଟକୁ ମନେ ରଖିବାକୁ ପଡିବ, ବହୁତ ସାରା ଡାଟା ମନେ ରଖିବାକୁ ପଡେ, କିନ୍ତୁ ଲଙ୍ଗ କୋଶ୍ଚିନ୍ ସେମିତି ନୁହେଁ। ତୁମେ ଆରାମସେ 15ରୁ 12ରୁ 13 ନେଇଆସିବ, ଆରାମସେ 20ରୁ 14ରୁ 15 ନେଇଆସିବ, ଯଦି ତୁମେ ପ୍ରପର ଡିରେକ୍ସନକୁ ମେଣ୍ଟେନ କରିବ। ତ ସେଥିପାଇଁ ତୁମେ ଦେଖିଥିବ ପିଲେ, ମୁଁ ପ୍ରତ୍ୟେକ ଫାଇଲରେ ଯୋଉ ଅଛି, ଯୋଉମାନେ ବ୍ୟାଚରେ ଜଏନ୍ କରିଛ, ତମକୁ ପ୍ରତ୍ୟେକ ଇଏ ଦି ଦିଟା ଫାଇଲ ରଖିଛି। ଯେମିତିକି ତମେ ଯୋଉ ଏ ଯୋଉ ଓଡ଼ିଆ ଇଂଲିଶର 26 ପାଇଁ ତମେ ଜଏନ୍ କରିଛ, ଦେଖ କଣ୍ଟେଣ୍ଟକୁ ଯିବ, କଣ୍ଟେଣ୍ଟର ମେନ୍କୁ ଯିବ, ମେନ୍ ଦେଖ GS2 ଓପନ କର, ଗଭର୍ଣ୍ଣାନ୍ସ ଅଛି, ଗଭର୍ଣ୍ଣାନ୍ସର ଥିଓରି କ୍ଲାସ, ତାକୁ ନେଇ ଲଙ୍ଗ କୋଶ୍ଚିନ୍ କଣ ହେଇପାରିବ। ଆଉ କିଛିଟା ଦିଟା ଡିସ୍କସନ କରିନି ଯୋଉଟା କି ମୁଁ ବହୁତ ଶୀଘ୍ର କରେଇଦେବି। ଠିକ ସେଇଭଳି ଯୋଉଟା କି ତୁମଙ୍କର ଇଣ୍ଟରଷ୍ଟେଟ ରିଲେସନ, ଇଣ୍ଟରଷ୍ଟେଟ ରିଲେସନକୁ କୋଶ୍ଚିନ୍ ପଢେଇଛି, ଲଙ୍ଗ କୋଶ୍ଚିନ୍ ଦେଇନି, ଦେଇଲା ପରେ ଏଇଭଳି ରଖିବି। ତାର ତ ତୁମେ ପ୍ରିପାରେସନ କରିବ, ଆଗ ଥିଓରି କ୍ଲିୟର ହେଲା, ତା ଉପରେ କଣ କୋଶ୍ଚିନ୍ ଅଛି, ଏଇ ଫର୍ମାଟରେ ଚାଲ। କୌଣସି ଗ୍ରାଉଣ୍ଡରେ ତୁମେ ହାରିବନି, ଆରାମସେ ତମର କ୍ଲିୟର ହେଇଯିବ। ପୁରା କ୍ଲିୟର ହେଲା ସମସ୍ତେ ନା ଆଉ କାହା ଡାଉଟ୍ ଆସିବ? କିଛି ଡାଉଟ୍ ତ ନାହିଁ? ଏବେ କ୍ଲିୟର ହେଇଯିବ କେମିତି ନୋଟ୍ କରିବ କଣ, ଏଭ୍ରିଥିଙ୍ଗ ଇଜ କ୍ଲିୟର, ପୁରା କ୍ଲିୟର। ଆଉ ଏତିକି ମୁଁ ତମକୁ ଚ୍ୟାଲେଞ୍ଜ ଦେବି, ଏଇ ଫର୍ମାଟରେ ଚାଲ। 26ରେ ଯୋଉ ପୋଷ୍ଟ ଆଉଛି ପ୍ରତ୍ୟେକ ପିଲା ସ୍କୋର କରିବ, କିନ୍ତୁ ଏଥିରେ ଏଥର ଟିକେ ଆମକୁ ଆଉ ଟିକେ ପ୍ରିଲିମକୁ ଫୋକସ କରିବାକୁ ପଡିବ, ମିନିମମ୍ 6 ମାସ। କାହିଁକି ନା ପ୍ରିଲିମ ଆକ୍ଚୁଆଲି ସବୁଠାରୁ ଡିଫିକଲ୍ଟ, କାରଣ ପ୍ରିଲିମ କୋଉ ଗ୍ରାଉଣ୍ଡରୁ କୋଶ୍ଚିନ୍ ଆସେ ମାନେ ହଠାତ୍ କିନ୍ତୁ କହିପାରିବନି, ତମକୁ କିଛି ଛାଡିବାର ନାହିଁ, ସବୁ ଜିନିଷ କରିବ। PYQ क्वेश्चन तो कौन जो क्वेश्चन टा आज ମୁଁ ତମକୁ GS2 ରେ ଦେଇଥିଲି ସେ କାହାର କି ସେ ହଉଛି PYQ। थोड़ा ମୁଁ ତମକୁ ହଠାତ୍ କିନା ଆଗ ତମକୁ ମାନେ ମାନେ ସେ ମାନେ ମଡୁଲାର क्वेश्चन ଦିଏ ନା, ଆଗ PYQ ଦିଏ, ତାପରେ ମଡୁଲାର ଦିଏ। ଓକେ, ତ ଏଥିକ୍ସ କ୍ଲାସ ଆଉ ତ ଆଜି ନେଇ ହବନି, କାଲି ମୁଁ ଗୋଟେ ଏକ୍ସଟ୍ରା କ୍ଲାସ ନେବି, ଯୋଉଟା କି ଆଇ ଥିଙ୍କ 10ଟା କିମ୍ବା 11ଟା ବେଳକୁ ନେବି। ସେ କ୍ଲାସଟା ଯଦି କିଏ ନ କରିପାରିବ ରେକର୍ଡିଂ ଦେଖି ନବ, ଯୋଉଟା କି ଆନ୍ସର ରାଇଟିଂ ର ଯୋଉଟା କି ଆମର କ୍ୱେଶ୍ଚିନ୍ ଥିଲା, 10ଟା କିମ୍ବା 11ଟା ବେଳକୁ ଏକ୍ସଟ୍ରା କ୍ଲାସ ନେବି। ঠিক আছে, ଯୋଉ ଯୋଉ କ୍ଲାସ ଏକ୍ସଟ୍ରା ନେଇଯାଏ, ଯଦି କୌଣସି କାରଣରୁ ଲାଇଭ ଠିକ ଟାଇମରେ କ୍ଲାସ ନ ହେଇପାରେ ବୋଲି, ତ ପରବର୍ତ୍ତୀ ଡେ ରେ ତୁମେ ତାକୁ ଆଜ ରେକର୍ଡିଂ ଫର୍ମାଟରେ ଦେଖିନେବ। ଓକେ।